ପିଲାମାନେ ଆଜି ଆମେ ଦେଖିବା ଯେ ଅନୁଚ୍ଛେଦକୁ ସହଜରେ ପଢିକି କେମିତି ଆମେ ତାର ଆନ୍ସର କରିପାରିବା ସେଟା ଆମେ ଦେଖିବା। ତମେ ଦେଖିଦିଅ ଯେ ତମର ଯୋଉ ମଡେଲ ଚଏସ୍ ସବଜେକ୍ଟ ବି କ୍ୱେଶ୍ଚନ କେମିତି ଆସୁଛି। ଦେଖ ପ୍ରଥମେ 1 ନମ୍ବର ଆସିଥିବ 5 ମାର୍କିଆ ପଡିବ। 5 ମାର୍କିଆ କ୍ୱେଶ୍ଚନ ଆସିବ। 5 ମାର୍କିଆ କ୍ୱେଶ୍ଚନ ସବୁ ଏମିତି ଆସିବ, ଦେଖିଦିଅ ଟିକେ। 10 ମାର୍କ। ତାପରେ ଆମେ ଦେଖିବା ଅନୁଚ୍ଛେଦ। ଅନୁଚ୍ଛେଦକୁ ମାନେ ପଢିକି କେମିତି ଆମେ ସହଜରେ ସାରିପାରିବା। ଯେତେ ଶୀଘ୍ର ଆମେ ଅନୁଚ୍ଛେଦକୁ ସାରିବା ସେତେ ଶୀଘ୍ର ଆମ ସମୟ ବଞ୍ଚିବ। ତେଣୁକରି ଅନୁଚ୍ଛେଦକୁ ପଢିବାର ସୁବିଧା ଉପାୟ ହେଉଛି ଯେ ପ୍ରଥମେ ଆମେ ତାକୁ ପଢିଦବା। ପଢି ସାରିଲା ପରେ ତାପରେ ଆମେ କ୍ୱେଶ୍ଚିନ୍ ଆନ୍ସର ମିଳେଇବା। ବୁଝିପାରିଲ? ହେଲା। ପ୍ରସ୍ତର, ତାମ, ବ୍ରଞ୍ଚ, ଲୌହଯୁଗ ପ୍ରଭୃତି ଅନନ୍ତ କାଳର ସ୍ରୋତରେ ଗତି କରି ମଣିଷ ଆଜି ଏକ ସ୍ୱତନ୍ତ୍ର ସମୟରେ ଉପନୀତ ହୋଇଛି। ପ୍ରାଚୀନ କାଳରେ ପ୍ରକୃତିର ଭୟାବହତା ମଣିଷକୁ ଆତଙ୍କିତ କରୁଥିଲା। ଭୟରୁ ହିଁ ମଣିଷ ମନରେ ସ୍ୱତଃ ଭକ୍ତିଭାବ ଜାତ ହେଉଥିଲା। ତେଣୁ ପ୍ରକୃତିର ବିଭିନ୍ନ ରୂପକୁ ମଣିଷ ଦେବତା ରୂପେ ପୂଜା ଅର୍ଚ୍ଚନା କରି ତାହାକୁ କ୍ରମଶଃ ଅଭ୍ୟାସରେ ପରିଣତ କରିଛି। ସମୟକ୍ରମେ ମଣିଷ ମନରେ ନାନା କୌତୂହଳ ଜାତ ହୋଇଛି। ନାନା ଯାନ୍ତ୍ରିକ ଉଦ୍ଭାବନ ଓ ଆବିଷ୍କାର ଫଳରେ ତାର ଜ୍ଞାନ ପିପାସାର ଚରିତାର୍ଥ ହୋଇଛି, ଯାହାଫଳରେ କୌଣସି ବିଷୟକୁ ନିର୍ବିବାଦରେ ମାନି ନେବାକୁ ସେ ପ୍ରସ୍ତୁତ ନୁହେଁ। ପ୍ରତ୍ୟେକ ବିଷୟରେ ଯୁକ୍ତିଯୁକ୍ତ ତଥ୍ୟ, ସତ୍ୟ ଓ ତାର ରହସ୍ୟ ଉଦ୍ଘାଟନ କରିବା ପାଇଁ ମଣିଷ ଆଜି ସତତ ଉଦ୍ଗ୍ରୀବ। ତାହେଲେ ପ୍ରଶ୍ନ ହଉଛି, ପ୍ରଥମ ପ୍ରଶ୍ନ ଏହାର, ମଣିଷ ମନରେ କେଉଁ କାରଣରୁ ଭକ୍ତିଭାବ ଜାତ ହୁଏ? ତାହେଲେ ଆମେ ପଢିଥିଲେ ଯେ ଭୟରୁ ହିଁ ମଣିଷ ମନରେ ସ୍ୱତଃ ଭକ୍ତିଭାବ ଜାତ ହୁଏ। ବୁଝିପାରିଲ? ଏଇଟା ତାହେଲେ ଆମେ ପ୍ରଥମ କ୍ୱେଶ୍ଚିନ୍ ଆନ୍ସର ପାଇଗଲେ। କାହାକୁ? ମଣିଷ ନିଜର ଗୋଟିଏ ଅଭ୍ୟାସ କରିଛି। ଦେଖ ଏଇଠି, ତେଣୁ ପ୍ରକୃତିର ବିଭିନ୍ନ ରୂପକୁ ମଣିଷ ଦେବତା ରୂପେ ପୂଜାର୍ଚ୍ଚନା କରି ତାହାକୁ କ୍ରମଶଃ ଅଭ୍ୟାସରେ ପରିଣତ କରିଛି। ଦ୍ୱିତୀୟ କ୍ୱେଶ୍ଚିନ୍ ହେଇଗଲା, କେଉଁ କେଉଁ ଯୁଗ ଦେଇ ମଣିଷ ଆଧୁନିକ ଯୁଗରେ ପହଞ୍ଚିଛି? ଦେଖ, ପ୍ରସ୍ତର, ତାମ୍ର, ବ୍ରଞ୍ଚ, ଲୌହ ଯୁଗ। ଏଇଠି ଦେଖ, ଏଇଟା ହଉଛି ଲୌହ ଯୁଗ ଦେଇ ମଣିଷ ଆଜି ପହଞ୍ଚିଛି। ତୃତୀୟ ଆନ୍ସର ହେଇଗଲା, କେଉଁ କାରଣରୁ ମଣିଷ ଜ୍ଞାନ ପିପାସାର ପରିପୂର୍ଣ୍ଣ ହୋଇଛି? ଜ୍ଞାନ ପିପାସା ଅର୍ଥ ସମୟକ୍ରମେ ମଣିଷ ମନରେ ନାନା କୌତୂହଳ ଜାତ ହୋଇଛି। ଏଇଠି ଦେଖ, ନାନା ଯାନ୍ତ୍ରିକ ଉଦ୍ଭାବନା ଆବିଷ୍କାର ଫଳରେ ଜ୍ଞାନ ପିପାସାର ଚରିତାର୍ଥ ହୋଇଛି। ୟାର ବି ପାଇଗଲେ। କଣ କରିବାକୁ ମଣିଷ ଆଜି ଉଦ୍ଗ୍ରୀବ? ଏଇଠି ଦେଖ, ଉଦ୍ଗ୍ରୀବ ପ୍ରତ୍ୟେକ ବିଷୟରେ ଯୁକ୍ତିଯୁକ୍ତ ତଥ୍ୟ, ସତ୍ୟ, ତାର ରହସ୍ୟ ଉଦ୍ଘାଟନ କରିବା ପାଇଁ ମଣିଷ ଆଜି ସତତ ଉଦ୍ଗ୍ରୀବ। ବୁଝିଲ? ବହୁତ ସହଜରେ ଏଇ ପ୍ରଶ୍ନ ଅନୁଚ୍ଛେଦ ଗୁଡିକୁ ଆମେ ସାରିପାରିବା, ତାର ପ୍ରଶ୍ନାବଳୀ କରିପାରିବା। ଆଉ ଗୋଟେ କରିକି ଦେଖିବା ଆମେ। ଏଇଠି ଦେଖ ଅନୁଚ୍ଛେଦ, ଗଣତନ୍ତ୍ରରେ ଗଣର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ସର୍ବାଧିକ ଜନପ୍ରିୟ ଶାସନ, କାରଣ ଏଥିରେ ଶାସିତଠାରେ ଥାଏ କ୍ଷମତା ଓ ସେ ଆପେ ଆପଣାର ପାଇଁ ଶାସନ ବ୍ୟବସ୍ଥା ନିର୍ଦ୍ଧାରଣ କରିଥାଏ। ଏହି ଶାସନରେ ରାଷ୍ଟ୍ର ହେଉଛି ସର୍ବଭୌମ କ୍ଷମତାର ଅଧିକାରୀ। ରାଷ୍ଟ୍ରର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ନିର୍ବାଚନ ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ। ନିର୍ବାଚନରେ ଯୋଗ୍ୟ ଓ ସଚ୍ଚୋଟ ବ୍ୟକ୍ତିଙ୍କୁ ନିର୍ବାଚିତ କରାଯାଏ। ତେଣୁ କୁହାଯାଏ, ଆଧୁନିକ ରାଜନୀତିରେ ଗଣତନ୍ତ୍ର ଶାସନ ହେଉଛି ସର୍ବଶ୍ରେଷ୍ଠ ଶାସନ ବ୍ୟବସ୍ଥା। ଗଣତନ୍ତ୍ରରେ କାହାର ଭୂମିକା ଗୁରୁତ୍ୱପୂର୍ଣ୍ଣ? ଦେଖ, ଗଣତନ୍ତ୍ରରେ ଗଣର ଭୂମିକା ଗୁରୁତ୍ୱପୂର୍ଣ୍ଣ। ପ୍ରଥମ କ୍ୱେଶ୍ଚିନ୍ ହେଲା, ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ କଣ? ରାଷ୍ଟ୍ରର ସୁରକ୍ଷା ପ୍ରତ୍ୟେକ ନାଗରିକର କର୍ତ୍ତବ୍ୟ। ବୁଝିହେଲା? ଗଣତନ୍ତ୍ରକୁ ଜନପ୍ରିୟ ଶାସନ କାହିଁକି କୁହାଯାଏ? କଣ ପାଇଁ ଗଣତନ୍ତ୍ରକୁ ଜନପ୍ରିୟ ଶାସନ କୁହାଯାଏ? ଗଣତନ୍ତ୍ରକୁ ଜନପ୍ରିୟ ଶାସନ କାହିଁକି କୁହାଯାଏ? ଏଇ ଦେଖ, ସର୍ବଶ୍ରେଷ୍ଠ ଶାସନ ବ୍ୟବସ୍ଥା। ନିର୍ବାଚନ, ଠିକ ଅଛି, ଆକୁ ଆମେ ଛାଡିଦବା। ନିର୍ବାଚନରେ କେଉଁ ବ୍ୟକ୍ତିକୁ ନିର୍ବାଚିତ କରାଯାଏ? ଏଇ ଦେଖ, ଗଣତନ୍ତ୍ରରେ ଗଣର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଏହା ଜନପ୍ରିୟ ଶାସନ, କାରଣ ଏଥିରେ ଶାସିତ ଠାରେ କ୍ଷମତା ଏବଂ ସେ ଆପେ ଆପଣା ପାଇଁ ଶାସନ ବ୍ୟବସ୍ଥା ନିର୍ଦ୍ଧାରଣ କରେ। ଏଇଥିପାଇଁ ଜନପ୍ରିୟ ଶାସନ କୁହାଯାଏ। ବୁଝିପାରିଲ? ଏଇଟା, ନିର୍ବାଚନରେ କେଉଁ ବ୍ୟକ୍ତିକୁ ନିର୍ବାଚିତ କରାଯାଏ?
ନିର୍ବାଚନରେ ଯୋଗ୍ୟ ସଚ୍ଚୋଟ ବ୍ୟକ୍ତିଙ୍କୁ ନିର୍ବାଚିତ କରାଯାଏ। ବୁଝିହେଲା? ଗଣତନ୍ତ୍ର ଶାସନରେ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତଟି କଣ? ନିର୍ବାଚନ। ନିର୍ବାଚନ ହଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସିଦ୍ଧାନ୍ତ। ଆଉ ଗୋଟେ କରିବା? ଦିଟା ପରିଚ୍ଛେଦ ଗଲା, ଏବେ ଅନୁଚ୍ଛେଦ ଗଲା। ଆଉ ଗୋଟେ ଅନୁଚ୍ଛେଦ କରିବା। ନା ଅନୁଚ୍ଛେଦକୁ ଆଗ ପଢ। ଏଇଟା ଗୋଟେ ବଡ ଅନୁଚ୍ଛେଦ। ଅନୁଚ୍ଛେଦକୁ ଆଗ ପଢ। ଗୋଟେ ଥର ପଢ, ଦିଥର ପଢ, ଯେତେ ପର୍ଯ୍ୟନ୍ତ ନ ବୁଝିଛ ତାପରେ ତାର କୋଶ୍ଚିନ୍ ଆନ୍ସର କର। ଦେଖିବ ସହଜ ଲାଗିବ। ଯୁବପିଢ଼ି କୌଣସି ଦେଶର ଭବିଷ୍ୟତ ଓ ଶକ୍ତିର ମୂଳ ଆଧାର। ତେବେ ଆଜିର ସମାଜରେ ଦେଖାଯାଉଛି ଯେ ଅନେକ ଯୁବକ ଯୁବତୀ ନୀତି, ନୈତିକତା, ସଠିକ୍ ପଥରୁ ଦୂରେଇ ଯାଉଛନ୍ତି। ଏହା ପଛରେ ଅନେକ କାରଣ ରହିଛି। ପାରିବାରିକ ପରିବେଶର ଅଭାବ, ଅଭିଭାବକଙ୍କ ଅବହେଳା, ନୀତିମୂଲ୍ୟର ଅଭାବ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବାର ମୁଖ୍ୟ କାରଣ ହୋଇଛି। ଅନେକ ପରିବାରରେ ଅଭିଭାବକମାନେ ବ୍ୟସ୍ତତାରେ ସନ୍ତାନଙ୍କୁ ସମୟ ଦେଇ ପାରୁନାହାନ୍ତି, ଯାହାଫଳରେ ଯୁବପିଢ଼ି ଭୁଲ ପଥକୁ ଆକର୍ଷିତ ହୁଏ। ଆଧୁନିକ ପ୍ରଯୁକ୍ତି ଓ ସୋସିଆଲ ମିଡିଆ ମଧ୍ୟ ଯୁବପିଢ଼ିକୁ ପଥଭ୍ରଷ୍ଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି। ଅତ୍ୟଧିକ ମୋବାଇଲ ବ୍ୟବହାର, ଅନାବଶ୍ୟକ ଭିଡିଓ, ହିଂସାତ୍ମକ ଓ ଅଶ୍ଳୀଳ ବିଷୟବସ୍ତୁ ଯୁବମନକୁ ଭ୍ରମିତ କରୁଛି। ଶିକ୍ଷା ପ୍ରଣାଳୀର ଅଭାବ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଆଜିର ଶିକ୍ଷା ବ୍ୟବସ୍ଥା ଚରିତ୍ର ଗଠନଠାରୁ ଅଧିକ ନମ୍ବର ଓ ଚାକିରି ଉପରେ ଗୁରୁତ୍ୱ ଦେଉଛି। ଫଳସ୍ୱରୂପ ଯୁବପିଢ଼ି ନୀତି, ଶିଷ୍ଟାଚାର, ସାମାଜିକ ଦାୟିତ୍ୱକୁ ଅବହେଳା କରୁଛି। ବେକାରୀ, ଦରିଦ୍ର, ଅସମାନତା ମଧ୍ୟ ଯୁବମନରେ ହତାଶା ସୃଷ୍ଟି କରି ସେମାନଙ୍କୁ ଅପରାଧ ଦିଗକୁ ଠେଲି ଦେଉଛି। ସେହିପରି ନୀତିହୀନ ଚଳଚ୍ଚିତ୍ର, ଖରାପ ସାହିତ୍ୟ, ଅନୁକରଣ ପ୍ରବୃତ୍ତି ମଧ୍ୟ ଯୁବପିଢ଼ିକୁ ପଥଭ୍ରଷ୍ଟ କରୁଛି। ଯଦି ଯୁବପିଢ଼ିକୁ ସଠିକ୍ ପଥରେ ଆଣିବାକୁ ହେବ, ତେବେ ପରିବାର, ଶିକ୍ଷକ, ସମାଜ, ସରକାର ସମସ୍ତେ ମିଶି ନୀତିଶିକ୍ଷା, ମୂଲ୍ୟବୋଧ ସଚେତନତା ବଢ଼ାଇବା ଆବଶ୍ୟକ। ଯୁବପିଢ଼ି ସଠିକ୍ ପଥରେ ଚାଲିଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ। ପ୍ରଶ୍ନ କଣ ଅଛି? ଯୁବପିଢ଼ିଙ୍କୁ ଦେଶର ଭବିଷ୍ୟତ କାହିଁ କୁହାଯାଏ? ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବାର ମୁଖ୍ୟ କାରଣ ଗୁଡ଼ିକ କଣ କଣ? ସୋସିଆଲ ମିଡିଆର କାହା ଦ୍ୱାରା ଯୁବମାନଙ୍କୁ ପ୍ରଭାବିତ କରୁଛି? ଶିକ୍ଷା ପ୍ରଣାଳୀର କେଉଁ ଅଭାବ ଯୁବପିଢ଼ିକୁ ପଥଭ୍ରଷ୍ଟ କରୁଛି? ଯୁବପିଢ଼ି ସଠିକ୍ ପଥରେ ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରେ? ପ୍ରଥମ ପ୍ରଶ୍ନ, ଯୁବପିଢ଼ିଙ୍କୁ ଦେଶର ଭବିଷ୍ୟତ କାହିଁ କୁହାଯାଏ? ଏଇ ଦେଖ ଗୋଟେ କୋଶ୍ଚିନ୍ ମିଳିଲା ସରିବାର ପାରିବାରିକ ପରିବେଶ ଦେଖ, ଯୁବପିଢ଼ିକୁ ପଥଭ୍ରଷ୍ଟ କରିବାର ମୁଖ୍ୟ କାରଣ କଣ? ପାରିବାରିକ ପରିବେଶର ଅଭାବ, ଅଭିଭାବକଙ୍କ ଅବହେଳା, ନୀତି ମୂଲ୍ୟର ଅଭାବ ଯୁବପିଢ଼ିଙ୍କୁ ପଥଭ୍ରଷ୍ଟ କରିବାର ମୁଖ୍ୟ କାରଣ। ସୋସିଆଲ ମିଡିଆ କାର ସୋସିଆଲ ମିଡିଆର କାହା ଦ୍ୱାରା ଯୁବମନକୁ ଭ୍ରମିତ କରୁଛି? ସୋସିଆଲ ମିଡିଆ କାହା ଦ୍ୱାରା ଯୁବମନକୁ ଭ୍ରମିତ କରୁଛି? ଅତ୍ୟଧିକ ମୋବାଇଲ ବ୍ୟବହାର, ଏଇ ଦେଖ ଅତ୍ୟଧିକ ମୋବାଇଲ ବ୍ୟବହାର, ଅନାବଶ୍ୟକ ଭିଡିଓ, ହିଂସାତ୍ମକ ଅଶ୍ଳୀଳ ଭିଡିଓ ଯୁବମନକୁ ଭ୍ରମିତ କରୁଛି। ଶିକ୍ଷା ପ୍ରଣାଳୀର କେଉଁ ଅଭାବ ଯୁବପିଢ଼ିକୁ ଭ୍ରଷ୍ଟ କରୁଛି? ଆଜିର ଶିକ୍ଷା ବ୍ୟବସ୍ଥା ଚରିତ୍ର ଗଠନ ଠାରୁ ଅଧିକ ନମ୍ବର ଆଉ ଚାକିରି ଉପରେ ଗୁରୁତ୍ୱ ଦେଉଛି, ଯୋଉଟା କି ଶିକ୍ଷା ପ୍ରଣାଳୀରେ ଯୁବପ୍ରସ୍ତକୁ ଭ୍ରମିତ କରୁଛି। ଯୁବପିଢ଼ିକୁ ସଠିକ୍ ପଥରେ ଆଣିବା ପାଇଁ କେଉଁ କେଉଁ ପଦକ୍ଷେପ ନିଆଯାଇପାରେ? ଦେଖ, ତେବେ ଶିକ୍ଷକ ସମାଜ ଯଦି ଯୁବପିଢ଼ିକୁ ସଠିକ୍ ପଥରେ ଆଣିବାକୁ ହେବ, ତେବେ ପରିବାର, ଶିକ୍ଷକ ସମାଜ ସମସ୍ତେ ମିଶି ନୀତି ଶିକ୍ଷା, ମୂଲ୍ୟବୋଧ, ସଚେତନତା ବଢ଼ାଇବା ଆବଶ୍ୟକ। ଏଇଟା ହଉଛି ଏଇ ପଦକ୍ଷେପ ନିଆଯାଇ ପାରିବ। ଯୁବପିଢ଼ିକୁ ଦେଶର ଭବିଷ୍ୟତ କାହିଁ କୁହାଯାଏ? ଯୁବପିଢ଼ିକୁ ଦେଶର ଭବିଷ୍ୟତ କାହିଁ କୁହାଯାଏ?
କାରଣ ଯୁବପିଢ଼ି ହଉଛନ୍ତି ଏ ଦେଶର ଭବିଷ୍ୟତ ଆଉ ଶକ୍ତିର ମୂଳ ଆଧାର। ସେଥିପାଇଁ ଯୁବପିଢ଼ିଙ୍କୁ ଦେଶର ଭବିଷ୍ୟତ ବୋଲି କୁହାଯାଏ। ହୁଁ 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 ହୁଁ। ଏଇଟା ହଉଛି ଯୁବପିଢ଼ି ସଠିକ ପଥରେ ଚାଲିଲେ ଦେଶର ଭବିଷ୍ୟତ ଉଜ୍ଜଳ ହବ। ଏଇଟା ହଉଛି ଯୁବପିଢ଼ିକୁ ଦେଶର ଭବିଷ୍ୟତ ଏଥିପାଇଁ ଦେଶର ଭବିଷ୍ୟତ ଏଥିପାଇଁ କୁହାଯାଏ ସେମାନେ ଯୁବପିଢ଼ିଙ୍କୁ।